ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ପାରାଦୀପରୁ ଏକ ପ୍ରଶଂସନୀୟ ଏବଂ ଅଭିନବ ଖବର। ରାସ୍ତାରେ ବୁଲୁଥିବା ନିରୀହ ଗୋମାତାଙ୍କୁ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ଆଗେଇ ଆସିଛି ରାଷ୍ଟ୍ରୀୟ ବଜରଙ୍ଗ ଦଳ। ରାତିର ଅନ୍ଧାରରେ ଯେମିତି କୌଣସି ଗୋବଂଶ ଗାଡ଼ି ଧକ୍କାରେ ପ୍ରାଣ ନ ହରାନ୍ତି, ସେଥିପାଇଁ ସେମାନଙ୍କ ବେକରେ ବନ୍ଧାଯାଇଛି ଉଜ୍ଜ୍ୱଳ ରେଡିୟମ୍ ବେଲ୍ଟ। ଶାସ୍ତ୍ରରେ ଗୋମାତାଙ୍କୁ ପୂଜନୀୟ ଏବଂ ସମସ୍ତ ପୁଣ୍ୟର ଆଧାର କୁହାଯାଇଛି। କିନ୍ତୁ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଏବଂ ରାଜପଥରେ ଦ୍ରୁତଗାମୀ ଯାନବାହନ ଯୋଗୁଁ ଅନେକ ସମୟରେ ଗୋମାତାମାନେ ଦୁର୍ଘଟଣାର ଶିକାର ହୋଇ ଅକାଳରେ ପ୍ରାଣ ହରାଉଛନ୍ତି। ଏହି ହୃଦୟ ବିଦାରକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପାରାଦୀପରେ ରାଷ୍ଟ୍ରୀୟ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାମାନେ ଏକ ମହତ ପଦକ୍ଷେପ ଗ୍ରହଣ କରିଛନ୍ତି। ପାରାଦୀପ 0 ପଏଣ୍ଟରୁ ଆରମ୍ଭ କରି IOCL, ଦୋଛକି, 18ବାଙ୍କି, ତାରିଣୀଗଡ଼ା, PPL ଛକ, ମଧୁବନ, ବଡ଼ପଡ଼ିଆ, ସମୁଦ୍ରକୂଳ ଏବଂ ଷଣ୍ଢକୁଦ ପର୍ଯ୍ୟନ୍ତ ବିଭିନ୍ନ ମୁଖ୍ୟ ରାସ୍ତାରେ ବୁଲୁଥିବା ଗୋବଂଶର ବେକରେ ଉଜ୍ଜ୍ୱଳ ରେଡିୟମ୍ ବେଲ୍ଟ ବନ୍ଧାଯାଇଛି। ରାତିରେ ଯାନବାହନର ଆଲୋକ ଏହି ବେଲ୍ଟ ଉପରେ ପଡ଼ିବା କ୍ଷଣି ଗୋମାତାମାନେ ଦୂରରୁ ସ୍ପଷ୍ଟ ଦୃଶ୍ୟମାନ ହେବେ, ଯାହାଦ୍ୱାରା ବଡ଼ ଧରଣର ଦୁର୍ଘଟଣାରୁ ଏଡ଼ାଇ ଯାଇପାରିବ। ଏହି ସେବା କାର୍ଯ୍ୟକ୍ରମରେ ଯୋଗାଇ ଦେବା ପାଇଁ ସଦସ୍ୟମାନେ କହିଛନ୍ତି ଯେ ଗୋମାତାଙ୍କ ସେବା କରିବା ଦ୍ୱାରା ଯେଉଁ ଆତ୍ମସନ୍ତୋଷ ମିଳେ, ତାହା ଅତୁଳନୀୟ। ସନାତନ ଧର୍ମରେ ଗୋ ସେବକକୁ ସର୍ବଶ୍ରେଷ୍ଠ ପୂଜା ବୋଲି ବିବେଚନା କରାଯାଏ। ଗୋମାତାଙ୍କ ଶରୀରରେ 33 କୋଟି ଦେବଦେବୀ ନିବାସ କରୁଥିବାରୁ ଏପରି ସେବା ଦ୍ୱାରା ମନୁଷ୍ୟର ସମସ୍ତ ପାପ ଓ କଷ୍ଟ ବିନାଶ ହୋଇଥାଏ ବୋଲି ବିଶ୍ୱାସ ରହିଛି। ବଜରଙ୍ଗ ଦଳର ଏହି ସୁନ୍ଦର ପ୍ରଚେଷ୍ଟାକୁ ସ୍ଥାନୀୟ ଅଞ୍ଚଳର ଓ ଗାଡ଼ି ଚାଳକମାନେ ଭୂରି ଭୂରି ପ୍ରଶଂସା କରିଛନ୍ତି। ତେବେ ରାସ୍ତାରେ ଗାଡ଼ି ଚଳାଇବା ସମୟରେ ସଜାଗ ରହିବାକୁ ଏବଂ କୌଣସି ଆହତ ଗୋମାତାଙ୍କୁ ଦେଖିଲେ ସେବା ପାଇଁ ଆଗେଇ ଆସିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ପାରାଦୀପରୁ ନାଥୁରାମ ଓ ଅରବିନ୍ଦଙ୍କ ସହ ଓଡ଼ିଶା ରିପୋର୍ଟ ନ୍ୟୁଜ୍। ଜୟ ଗୋମାତା, ଜୟ ଶ୍ରୀରାମ।